ତାମିଲନାଡୁ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କିଏ ସରକାର ଗଠନ କରିବ ସ୍ପଷ୍ଟ ହୋଇପାରୁନି। ରାଜ୍ୟପାଳଙ୍କ ପାଖକୁ ଦୁଇ ଥର ଯାଇ ଫେରିଲେଣି ଟିଭିକେ ନେତା ବିଜୟ। ତାଙ୍କ ପାଖରେ 108 ବିଧାୟକ ଅଛନ୍ତି, କିନ୍ତୁ ସରକାର ଗଠନ ପାଇଁ ଆହୁରି 10 ବିଧାୟକଙ୍କ ସମର୍ଥନ ଦରକାର। ଏହାରି ଭିତରେ ନୂଆ ନୂଆ ରାଜନୈତିକ ସମୀକରଣ ସାମ୍ନାକୁ ଆସୁଛି। ଚର୍ଚ୍ଚା ହେଉଛି ଯେ ତାମିଲନାଡୁରେ ବିଜେପିକୁ ବଡ଼ ଝଟକା ଲାଗିପାରେ, କାରଣ ଏଆଇଏଡିଏମ୍କେ ରାଜ୍ୟରେ ଏନ୍ଡିଏ ସହିତ ମେଣ୍ଟ ଭାଙ୍ଗିପାରେ। ଉଭୟ ଦଳ ଏକାଠି ନିର୍ବାଚନ ଲଢ଼ିଥିଲେ, 78 ସିଟ୍ ଜିତିଥିଲେ। ଏହାଦ୍ୱାରା ଦକ୍ଷିଣରେ ବିଜେପି ନିଜର ଦବଦବା ବଢ଼ାଇବା ପାଇଁ ପ୍ରୟାସ କରିଥିଲା, କିନ୍ତୁ ଏବେ ଏଆଇଏଡିଏମ୍କେ ଏନ୍ଡିଏ ଠାରୁ ଅଲଗା ହେବାକୁ ଯାଉଥିବା ଖବର ଆସୁଛି। ଅନ୍ୟ ଦିଗରେ ସିପିଆଇ ଏବଂ ସିପିଆଇଏମ୍ ବିଜୟଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏହି ଦୁଇ ଦଳ କଂଗ୍ରେସର ସମର୍ଥକ ଦଳ। କଂଗ୍ରେସ ପୂର୍ବରୁ ଟିଭିକେକୁ ସମର୍ଥନ କରିବା ନେଇ କହିସାରିଛି। ଯଦି କଂଗ୍ରେସ ସହିତ ବାମପନ୍ଥୀ ଦଳର ସମର୍ଥନ ଟିଭିକେ ସହିତ ମିଶିଯାଏ, ତେବେ ସହଜରେ ସରକାର ଗଠନ କରିପାରିବେ ବିଜୟ। କିନ୍ତୁ ଏଆଇଏଡିଏମ୍କେ ମିଶିଲେ ଏକ ସ୍ଥିର ସରକାର ଗଠନର ସମ୍ଭାବନା ବେଶୀ ରହିଛି। ଏବେ ଏଆଇଏଡିଏମ୍କେ ପାଖରେ 47 ସିଟ୍ ରହିଛି। ଯଦି ସମସ୍ତ ବିଧାୟକ ଟିଭିକେକୁ ସମର୍ଥନ କରନ୍ତି, ତାହେଲେ ମେଣ୍ଟ ସରକାର ଗଠନ ହେବ। 150ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିବ। ଅନ୍ୟ ଦିଗରେ ଡିଏମ୍କେ ଏବଂ ଏଆଇଏଡିଏମ୍କେ ମିଳିତ ଭାବରେ ସରକାର ଗଠନ କରିବେ ବୋଲି ପ୍ରଥମେ ଆଲୋଚନା ହେଉଥିଲା। ସେହି ସମ୍ଭାବନା ବି ରହିଛି, କିନ୍ତୁ ଏବେକାର ସ୍ଥିତିରେ ଏଆଇଏଡିଏମ୍କେ ବିଜୟଙ୍କୁ ସମର୍ଥନ ଦେବାର ସମ୍ଭାବନା ଅଧିକ ରହିଛି। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। ଦିନଲିପି ଲାଇଭ୍ କୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।